ଗରୁଡ଼ ସେହି ଜଙ୍ଗଲର ଏକ ପଥର ଉପରେ ପକ୍ଷୀଟିକୁ ଛାଡ଼ିଦେଲେ। ସେ ଭାବିଲେ ଯେ ଏତେ ଦୂରରେ ପକ୍ଷୀଟି ନିରାପଦ ରହିବ, କିନ୍ତୁ ସେହି ପଥର ପାଖରେ ଥିବା ଏକ ଗାତରେ ଏକ ବିଶାଳ ଅଜଗର ସାପ ଲୁଚି ରହିଥିଲା। ଯେମିତି ଗରୁଡ଼ ପକ୍ଷୀଟିକୁ ରଖିଲେ, ସେହି ସାପଟି ତାକୁ ଗିଳିଦେଲା। ଗରୁଡ଼ ଏକଥା ଜାଣିପାରିଲେ ନାହିଁ ଏବଂ ଅତି ଗର୍ବର ସହ କୈଳାସକୁ ଫେରିଆସିଲେ। ସେ ମନେ ମନେ ଭାବୁଥିଲେ ଯେ ସେ ମୃତ୍ୟୁକୁ ହରାଇ ଦେଇଛନ୍ତି। ଯେତେବେଳେ ଯମରାଜ କୈଳାସରୁ ବାହାରିଲେ, ଗରୁଡ଼ ତାଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲେ। ଗରୁଡ଼ ଯମରାଜଙ୍କୁ ପଚାରିଲେ, ହେ ଧର୍ମରାଜ, ଆପଣ ସେହି ଶୁକ ପକ୍ଷୀଟିକୁ ଏତେ କରୁଣ ଭାବରେ କାହିଁକି ଚାହୁଁଥିଲେ? କ'ଣ ତାର ମୃତ୍ୟୁ ସମୟ ଆସିଯାଇଥିଲା? ଯମରାଜ ଧୀରେ ହସିଲେ ଏବଂ ଗରୁଡ଼ଙ୍କ ଆଡ଼କୁ ଚାହିଁଲେ। ଯମରାଜ କହିଲେ, ହେ ପକ୍ଷୀରାଜ, ମୁଁ ଯେତେବେଳେ ସେହି ପକ୍ଷୀକୁ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କାରଣ ନିୟତି ଅନୁସାରେ ସେହି ପକ୍ଷୀଟି କିଛି ମୁହୂର୍ତ୍ତ ପରେ ଏଠାରୁ ହଜାର ହଜାର ମାଇଲ ଦୂରରେ ଥିବା ଏକ ଜଙ୍ଗଲରେ ଗୋଟିଏ ଅଜଗର ଦ୍ୱାରା ମୃତ୍ୟୁବରଣ କରିବାର ଥିଲା। ଯମରାଜ ଆହୁରି କହିଲେ, ମୁଁ ଭାବୁଥିଲି ଯେ ଏହି ଛୋଟ ପକ୍ଷୀଟି ଏତେ ଶୀଘ୍ର ସେଠାରେ ପହଞ୍ଚିବ କେମିତି, କିନ୍ତୁ ତୁମେ ନିଜେ ତାକୁ ନେଇ ସେଠାରେ ପହଞ୍ଚାଇ ଦେଲ। ଗରୁଡ଼ ସ୍ତବ୍ଧ ହୋଇଗଲେ। ସେ ବୁଝିପାରିଲେ ଯେ ନିୟତିକୁ କେହି ବଦଳାଇ ପାରିବେ ନାହିଁ ଏବଂ ତାଙ୍କର ଗର୍ବ ମଧ୍ୟ ଚୂରମାର ହୋଇଗଲା।